स्वागतम समस्त श्रोता बंधु को मोर हार्दिक शुभेच्छा जे आमे आज मीन मासरे तुला राशि उपरे दुखस कहवा तुला को लग्न नहीं जदि हिसाब करिवा तेबे मासाधिपति रवि षष्ठ हेले कौन हुए ना त्रिषड एकादशे रवि त्रिषड एकादशे सौरी त्रिषड एकादशे होमः सर्वरिष्टं विनश्यन्ति। रवि षष्ठ हेले सबु कष्ट दूर हुए, इष्ट लाभ हुए, मिष्टान्न मिले। सुतरां रवि तुला राशि को सबुकिछि अजाड़ी देवे। तापरे 2-4 परे जेबे मंगल कर्कट को आसिबे तेबे से दशम हेबे। मंगल दशम हेले देला भलिया दियंती, किछि नियंतिनी, सबु समस्यार सरल समाधान करथांती। आउ पैसा बढ़िया बढ़ी जाए जो थिरे किछि भूमि किणीबा को पड़े बा पुरातन भूमिर जत्न नेबा को पड़े, नूतन घर करिया को पड़े थाए बा पुरातन घर को सजाड़ी जाए। यही सजड़ा सब उजड़ा और सजड़ा सब उजुड़ा संपत्ति को मंगल सजाड़ी दियंती। राहु षष्ठ अवस्था मीन अछंती। कथारे कहती राहु षष्ठ हेले पर्वत भी पुत्र संतान जन्म करे, अर्थात राहु को चंड कुआ जाए। से प्रसन्न हुंती षष्ठ हेले। तेणे रवि षष्ठ, बुध षष्ठ, राहु षष्ठ, ये त्रिषष्ठ मिली सबु कष्ट हरण करिवे। तुला राशि पाई सब प्रकार सुख मिल जीवो। 29 भाई मार्च 29 परे शनि भी षष्ठ ही जीवे। बा तुला राशि भाग्य जलुछि। मास सारा माने मार्च 14 रु एप्रिल 13 जाए तुला राशि समस्त बंधु समस्त प्रकार समस्यार समाधान करिवे। थरे जने कहिले आज्ञा मो ऑफिसर पियन आउ मो ऑफिसर दरमा पांती 1000, मु पाए 5 टंका। ज्योतिष देखिले तांको जातक मोर देखिले गोटाए समय उभय जन्म नहींचु। कहीं विधाता तांको पाई 1000 टंका मो पाई 5 टंका व्यवस्था करिसेंती। ज्योतिष कहिले बाबू तमर पूर्वजन्म और तांकर पूर्वजन्म अनुसारे तमे गोटे गरीब घर पुओ, से गोटे धनी घर पुओ हेले तांकर अच्छी से 2टा कंसा आनिदेले। 2टा कंसा बड़ बड़ थिला। से उभय कंसारे ग्लास लेखा पानी ढालिले और कहले विधाता समान फल देले कि नहीं। एठी एक कंसारे ग्लास से कंसारे ग्लास
କିନ୍ତୁ ଯେଉଁ କଂସାରେ ଅଧ କଂସାରୁ ଅଧିକ ପାଣି ଥିଲା ତା ପାଣି ଟିକେ ଉପରକୁ ଉଠିବ କି ନାହିଁ ବେଶୀ। ଯେଉଁ କଂସାରେ କିଛି ନଥିଲା ଖାଲି ଥିଲା ସେ ଗ୍ଲାସ୍ ପାଣି କ'ଣ ଏତେ ଉପରକୁ ଉଠିବ? ତୁମର ହେଉଛି ଖାଲି କଂସା ଆଉ ତାଙ୍କର ହେଉଛି ଅଧ କଂସା ଉପରକୁ ଥିବା ଜଳ କଂସା। ବିଧାତା ସମାନ ଫଳ ଦେବେ, ଗ୍ରହମାନେ ସମାନ ଫଳ ଦେବେ। ଗ୍ରହମାନଙ୍କ ଦୃଷ୍ଟିରେ ରଙ୍କ ଆଉ ରାଜା ସମାନ, ଜ୍ଞାନୀ ଅଜ୍ଞାନ ସମାନ, ଧନୀ ଦରିଦ୍ର ସମାନ। ତେଣୁ ସେ ପାତର ଅନ୍ତର କରନ୍ତିନି। ତେଣୁ ବନ୍ଧୁ, ଆମେ ଯିଏ ଯେଉଁ କର୍ମ କରିନେ ଅତୀତରେ ଜ୍ଞାତରେ ବା ଅଜ୍ଞାତରେ, ସେ କର୍ମଫଳ କୁଆଡ଼େ ଯିବ? ଏଇଥିପାଇଁ କି ନାହକ କହନ୍ତି, ବାବୁ ଆମେ ଯାହା କହିବୁ ତାହା ଠିକ୍, କିନ୍ତୁ ତୁମ ଜାତକରେ କେଉଁ ଦଶା କେଉଁ ଅନ୍ତର୍ଦଶା ଭୋଗ ହେଉଛି ତମେ ସେ ଫଳ ଅବଶ୍ୟ ଭୋଗିବ। ଆମ କହିବା କଥାରେ କିଛି ଭୁଲ ହୁଏନି, କିନ୍ତୁ ତୁମ କର୍ମରେ ଟିକେ ଭୁଲ ଥାଏ। ସେଇଥିପାଇଁ ତ ଆମେ ବଦନାମ ହଉ। ବୁଝିଲେ? ଆସନ୍ତୁ, ଏଇ ତୁଳା ରାଶି ଉପରେ ତ ଆଲୋଚନା କରି ସାରିଲେଣି। ଆଉ କେଉଁଠି କ'ଣ ଟିକେ ରହିଗଲା ପଢ଼ିନେବା, ଶୁଣିନେବା, ଦେଖିବା କ'ଣ ହେଉଛି। ଆଜିର ସନ୍ଦର୍ଭ ମୀନ ମାସ, ତୁଳା ରାଶି। ମାର୍ଚ୍ଚ 14ରେ ରବିଙ୍କର ମୀନାଗମନ ପର୍ବ। ଏଥିପାଇଁ ଏ ଦିନକୁ ମୀନ ସଂକ୍ରାନ୍ତି କୁହାଯାଏ। ତୁଳା ରାଶି ପାଇଁ ରବି ଏ ମାସରେ ଷଷ୍ଠ। ରବି ଷଷ୍ଠ ହେଲେ ସବୁ ସୁଖକୁ ଆବାହନ କରିଥାନ୍ତି। 2-4ରୁ ମଙ୍ଗଳ କର୍କଟକୁ ଆସିବେ। ଏବେ ମିଥୁନରେ 2-4ରୁ ଦଶମ ମଙ୍ଗଳ କର୍ମ କ୍ଷେତ୍ରର ବିକାଶ ସାଧନ କରିବେ। ସମସ୍ତ ପ୍ରକାର କର୍ମର ଉନ୍ନତି ହେବ। ମାସ ସାରା ରବିଙ୍କ ପରି ଷଷ୍ଠ ବୁଧ ସବୁ ଦିଗରୁ ଲାଭ କରାଇବେ। ଏପରିକି ଯିଏ ଯାହା ଖୋଜୁଛନ୍ତି, ଯାହାର ଯାହା ଲାଭ ହେଲେ ଖୁସି ହେବେ। କାହାର ପୁତ୍ର, କାହାର ଧନ, କାହାର ପତ୍ନୀ, କାହାର ପତି, କାହାର ବନ୍ଧୁ ଦରକାର, କାହାର ଭୂମି ଦରକାର, କାହାର ଘର ଦରକାର। ତେଣୁ ବୁଦ୍ଧ ସେ ସମସ୍ତ ଲାଭ ଦେଇ ଖୁସି କରାଇବେ। ମାନେ ଯାହା ପାଇଁ ଯାହା ଦରକାର ତାହା ଅବଶ୍ୟ ସେମାନଙ୍କୁ ବୁଦ୍ଧ ଦେବେ। ତାଙ୍କର ଏ ସମସ୍ତ ଇଚ୍ଛା, ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। 29-3ରୁ ଶନି ବି ଷଷ୍ଠ ହେବେ। ଷଷ୍ଠ ଶନି ସମସ୍ତ ସମସ୍ୟାର ସରଳ ସମାଧାନ କରି ଅଭୂତପୂର୍ବ ଆନନ୍ଦ ଦେଇଥାନ୍ତି। ରାହୁ ମାସ ସାରା ଷଷ୍ଠ ଅବସ୍ଥାରେ ଅଛନ୍ତି। ରାହୁ ଷଷ୍ଠ ହେଲେ ପାହାଡ଼ ବି ପୁତ୍ର ଜନ୍ମ କରିଥାଏ ବୋଲି ଲୋକୋକ୍ତି ଅଛି। ପଞ୍ଚମ ଶନି ଷଷ୍ଠ ହେବେ। ଏଣୁ ସମସ୍ତ ବିଦ୍ୟାର୍ଥୀଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏ ମାସ ଅତି ଶୁଭ। ସପ୍ତମାଧିପ ମଙ୍ଗଳ ଦଶମ ହୋଇ ମୀନରେ 4-2ରୁ ଅବସ୍ଥାନ କରିବେ। ତେଣୁ ମୀନ ମାସରେ ମଙ୍ଗଳ ନାରୀମାନଙ୍କୁ ପ୍ରଫୁଲ୍ଲିତ କରିବେ। ନାରୀ ମହଲରେ ଆନନ୍ଦର ଲହରୀ ଖେଳିବ। ଗୋଟିଏ ଶୁଭ ଖବର, ଏବେ 4 ପରେ 29-3ରୁ 5 ମାନେ ଏଇ 4 ବା 5ଟି ଗ୍ରହ ଯୋଗୁଁ ବୃଥା ବ୍ୟୟ ଯୋଗ ଆସିବନି। ବେଳେବେଳେ ଆମ ହାତରୁ କଳପ ମାଛ ଖସିଗଲା ଭଳି ଧନ ଖସିଯାଏ। ଇଚ୍ଛା କରିନଥିବା, ଆଶା କରିନଥିବା ଦିଗରେ ବି ଧନ ବୃଥା ବ୍ୟୟ ହୁଏ। ପରେ ମୁଣ୍ଡରେ ହାତ ଦେଇ ଚିନ୍ତା କରୁ, ହାୟ ମୁଁ କ'ଣ କଲି। ନା, ଏଭଳି ଦୁର୍ଯୋଗ ଏ ମାସରେ କରାଇ ଦେବେନି। ଯେହେତୁ ମୀନରେ 4ଟି ଗ୍ରହ ଗ୍ରହମାଳିକା ଯୋଗ ସୃଷ୍ଟି କରିବେ। ପରେ ଶନି ଆସିଲେ 5ଟି ଗ୍ରହ ରହିବେ, ଯାହାଫଳରେ ସମସ୍ୟା କିଛି ହେବନି। ଯାହା ଯେତେ ବ୍ୟୟ ହେବ ତାହା ଯଥାର୍ଥ ହେବ। 2-4 ପରେ ଭୂମି କ୍ରୟ କରି ଆପଣ ଆନନ୍ଦିତ ହୋଇପାରନ୍ତି, ବା ପୁରାତନ ଭୂମିର ଯତ୍ନ ନେଇପାରନ୍ତି, ବା ଘର ପୁରୁଣା ଘରକୁ ସଜାଡ଼ି ଦେଇପାରନ୍ତି। ଜମିବାଡ଼ି ସଂକ୍ରାନ୍ତୀୟ ଶୁଭ ଖବର ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବ। ଆପଣ ମହା ଆନନ୍ଦ ଲାଭ କରିବେ।
ପାରିବାରିକ ସୁଖ ବୃଦ୍ଧି ହେବ। ମାତ୍ର ଭାଇ ଭଉଣୀ ମାନେ ଅସନ୍ତୋଷ ହୋଇ କଳି ଝଗଡ଼ା କରିବେ। ଏଇ ଗୋଟିଏ ଅସୁବିଧା ହେବ। ଆଉ ଭାଇ ଭାଇ ମଧ୍ୟରେ, ଭାଇ ଭଉଣୀ ମଧ୍ୟରେ ଟିକେ ଝଗଡ଼ା ହେବ। ଏଇଠି ଟିକେ ସମସ୍ୟା ହେଲା। ଚତୁର୍ଥା ଯିବ ଶନି ଷଷ୍ଠସ୍ଥ ହେଲେ ମାନେ 29/3 ପରେ ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବ। ଲାଭର ପରିମାଣ ବଢ଼ିଯିବ। ହାତକୁ ଏତେ ଧନ ଆସିବ ଆପଣ ବାଧ୍ୟ ହୋଇ ଖୁବ୍ ବେଶୀ ସଞ୍ଚୟ କରିବେ। ଏତେ ଧନ ଆସିବ, ତାକୁ ପୁଣି ବ୍ୟବସାୟରେ ଖଟେଇଲା ପରେ ବି ଆଖି ମେଲା କରି ଖୁସି ହେବେ। ହଁ, ରଖିଦେବା ଟିକେ, ନ ରଖିଲେ ପଛକୁ ଅସୁବିଧା ହେଇପାରେ। କୃଷକ ଏ ମାସରେ ଭଲ ଆୟ କରିବେ। ଆୟ ଶସ୍ୟ ସମ୍ଭାରକୁ ଦେଖି ଖୁସି ହେବେ। ଚତୁର୍ଥା 4/2 ନବମ ମଙ୍ଗଳ ଭାଗ୍ୟର ବିପର୍ଯ୍ୟୟ ସମୟ। 4/2 ପାଇଁ 4/2 ପର୍ଯ୍ୟନ୍ତ, ଏପ୍ରିଲ 2 ପର୍ଯ୍ୟନ୍ତ ରକ୍ତ ସଂକ୍ରାନ୍ତୀୟ ରୋଗ ହେବ। ରକ୍ତଚାପ ବଢ଼ି ଯାଇପାରେ ବା କମି ଯାଇପାରେ ବା କଟି ଯାଇପାରେ, ରକ୍ତପାତ ହେଇଯାଇପାରେ ଇତ୍ୟାଦି ଇତ୍ୟାଦି। ତେଣୁ ଏ ରୋଗ ବହୁତ ପୀଡ଼ା ଦେବ। ଅଷ୍ଟମ ଗୁରୁ ଶାରୀରିକ ଯନ୍ତ୍ରଣା ଯଥେଷ୍ଟ ବଢ଼ାଇ ଦେବେ। ହେଲେ ଲୋକ ସମ୍ପର୍କ ଭଲ ରହିବ, ଅର୍ଥାତ୍ ବୃହସ୍ପତିଙ୍କ ଯୋଗୁଁ ରୋଗ ହେଇପାରେ, କିନ୍ତୁ ସାମାଜିକ ଜୀବନରେ ଉନ୍ନତି ହେବ। 4, 14, 15, 16 ମାନେ ଚିତ୍ରା, ବିଶାଖା, ଅନୁରାଧା ନକ୍ଷତ୍ର ପାଇଁ ଅନ୍ୟମାନଙ୍କ ହୃଦୟକୁ ଜୟ କରିପାରିବେ। ଅନ୍ୟମାନଙ୍କ ହୃଦୟରେ ଆପଣଙ୍କ ପାଇଁ ପ୍ରୀତି ସଞ୍ଚାର ହେବ। ସମସ୍ତେ ଭଲ ପାଇବେ। ଷଷ୍ଠସ୍ଥ ଶୁକ୍ରଙ୍କ ଯୋଗୁଁ ଅଚାନକ ରୋଗ ସୃଷ୍ଟି ହୋଇ କନ୍ଦେଇବ। ହଠାତ୍ କ'ଣ ଗୋଟେ ରୋଗ ସୃଷ୍ଟି ହେଇଯିବ, କିଛି ନଥିବ, ଆଣ୍ଠୁ ଦରଜ ହେଇଯିବ, ଅଣ୍ଟା ଦରଜ ହେଇଯିବ, ଏଇଭଳି ବା ଗ୍ୟାସ୍ ପୀଡ଼ା ଦେଇପାରେ। ଦ୍ୱାଦଶସ୍ଥ କେତୁ ଏ ସମସ୍ତ ରୋଗ ପାଇଁ ବୈଦ୍ୟ ହେବେ। ରୋଗ ଆସିବ, ଡାକ୍ତର ମିଳିଗଲେ। କିଏ? କେତୁ। କେତୁ ଦ୍ୱାଦଶର ହେଲେ ସବୁ ରୋଗକୁ ଆକଟ କରନ୍ତି, ନାଲି ଆଖି ଦେଖାନ୍ତି। ମାନେ ରୋଗ ଆସିବ ଆଉ ଯିବ। ଏଇ ରୋଗ ବ୍ୟାଧି ପାଇଁ ଓ ତୃତୀୟ ଗୁରୁ ଅଷ୍ଟମସ୍ଥ ହେତୁ ପାରିବାରିକ ଶାନ୍ତି ଭଙ୍ଗ ହେବ। ଏ ରୋଗ ପାଇଁ କେବଳ। କ'ଣ ସବୁଦିନ ଗୋଟା କହୁଛୁ ଅଣ୍ଟା ଦରଜ, ତୋର ଖାଲି ଗ୍ୟାସ୍, ଆଉ କାହାର ନାହିଁ ଗ୍ୟାସ୍। ଏଇଭଳି ଗୋଟେ ପାରିବାରିକ ଲଘୁ ଉତ୍ତେଜନା ସୃଷ୍ଟି ହେବ। ପରିବାରରେ ଟିକେ ଝମିଲା ହେବ। ଷଷ୍ଠସ୍ଥ ଶୁକ୍ରଙ୍କ ପାଇଁ ପୁରୁଣା ଦିନର ମାଲି ମକଦ୍ଦମା ମାନସିକ ଅଶାନ୍ତି ସୃଷ୍ଟି କରିବ। ଶୁକ୍ରଙ୍କ ପାଇଁ ଯେଉଁ ଶୋଇପଡ଼ିଥିବା ସାପ ଫଣା ଟେକିବ, ମାଲି ମକଦ୍ଦମା ମୁହଁ ଟେକିବ। ବୃଥା ବ୍ୟୟ ହୋଇଯାଇପାରେ। ତେଣୁ ଟିକେ ପଇସା ପତ୍ରକୁ ସଞ୍ଚୟ କରନ୍ତୁ, ପରେ ଖର୍ଚ୍ଚ ହେବାର ବାଟ ଖୋଲିଯିବ। ଦ୍ୱାଦଶସ୍ଥ କେତୁ ସମସ୍ତ ପ୍ରକାର ସମସ୍ୟା ରୋଗ ଦୂର କରିପାରିବେ ସିନା, କିନ୍ତୁ ସମସ୍ୟା ଆଣିବେ। ନୂତନ ଯାନ ବାହନ କ୍ରୟ କରି ଖୁସି ହେବେ। ଏ ସୁଯୋଗ ରାହୁ ଓ କେତୁ ଦେବେ। ଉଚ୍ଚ ଆଶା ପୂରଣ ହେବ। କ୍ରୟ ବିକ୍ରୟ ସମୟରେ ଟିକେ ଭାବନ୍ତୁ, କାରଣ ଅଷ୍ଟମ 28/3 ଯାଏ ଶନି ପଞ୍ଚମସ୍ଥ, ସେ ମହା କ୍ଷତିରେ ପକାଇ ପାରନ୍ତି। 28/3 ପରେ ମାନେ 29/3 ମାର୍ଚ୍ଚ 29ରୁ ହିଁ ଶନି ସହଯୋଗ କରିବେ। ତା ପୂର୍ବରୁ ସେ ଟିକେ ଝମେଲା ସୃଷ୍ଟି କରିବେ, କ୍ଷୟକ୍ଷତି କରିପାରନ୍ତି। ତେଣୁ ଭାବି ଚିନ୍ତି ଟିକେ ବ୍ୟବସାୟ କରନ୍ତୁ। ମୋଟ ଉପରେ ଶୁଭ ଫଳ ଦେବେ ଦ୍ୱାଦଶ କେତୁ, ଷଷ୍ଠ ରାହୁ, ଷଷ୍ଠ ଶନି, ଷଷ୍ଠ ବୁଧ, ଏକାଦଶ ମଙ୍ଗଳ, ଷଷ୍ଠ ରବି। ଅଶୁଭ ଫଳ ଦେବେ ନବମ ମଙ୍ଗଳ 3-2 ଯାଏ, ଆଉ ଅଷ୍ଟମ ଗୁରୁ ମାସ ସାରା ଦେବେ। ଅଷ୍ଟମ ଶୁକ୍ର ମାସ ଶେଷ ଯାଏ। ପଞ୍ଚମ ଶନି 28/3 ଯାଏ। ଏହିପରି ଆଲୋକ ଅନ୍ଧାର ଭିତରେ ଯାତ୍ରା କରି ସୁଖ ଦୁଃଖକୁ ସ୍ୱାଗତ କରି ତୁଳା ରାଶି ଏ ମାସରେ ଟିକେ ଅଧିକ ସୁଖ ପାଇବେ। ଦୁଃଖ ରୋଗ ତ ଆସିବ ନା, କ'ଣ କହୁଛନ୍ତି?
ଆଜି ଏତିକି ରହିଲି, ନମସ୍କାର।